राजा भोजों को देववद्य अश्विनी कुमार कहले अशीतेनाम वसा स्नानं कवष्ण दुग्ध सेवनं एतद्वाह मनुष्याः पथ्या स्निग्धं मुस्नं च भोजनम। ए मनुष्य माने आपण माने सुस्थ सुंदर निरोग रहिबा पाई एई चारोटी नियम पालन करंतु। अशीतेन अम्भसा स्नानं, अम्भस बोले जल, अम्भसा जल द्वारा बा जल रे, शीत बोले ठंडा, अशीत बोले उषुम, उषुम जल रे स्नान कर। अर्थात उषुम जल रे अल्प गरम जल रे स्नान करिबा उचित मनुष्य मानकर प्रथम कर्तव्य। अशीतेनाम वसा स्नानं कवष्ण दुग्ध सेवनम, नख उषुम, कवष्ण बोले नख उषुम, नख टिके क्षीर रे नख बुड़ेले टिके गरम लागुथो, एई क्षीर पीवा उचित। कवष्ण दुग्ध सेवनम एतद्वाह, वह बोले युष्माकं, वह बोले युष्माकं तुम मानकर पथ्य और कौन स्निग्धं मुस्नं च भोजनम, जो भोजन करिवो रात्रि सकाळे बा खरा बेले बा संज बेले से खाद्य तक कौन ही थिबो भल भाव सिझी थिबो, स्निग्धं मुस्नं गरम थिबो, ये खाद्य खाइबा उचित। बंधु मु राशि विषय कहवा लोक स्वास्थ्य विषय कहली कहीं आम शास्त्र लेखा अच्छी, ज्योतिष शास्त्र लेखा अच्छी शरीर माध्यम खरु खड़ु धर्म सेवनम, आगे शरीर तापरे धर्म। आमे बंची रहिले सिना जा किसी करिवा। आयु मूल मनुष्याणां, मनुष्य मानकर मूल होउची आयुष, बुझियला। आज आम वृष राशि उपरे जो 2-4 पद कथा हेबा ताहा जदिओ मिठा हेले खटा नुह पिता, माने धन आसीबो हाथ को मुठा मुठा धन आसीबो हेले सम्मान रे आंच आसीबो, आउ रोग व्याधि छाड़बनी। रोग व्याधि ता पछकू लगी रहिबो। विशेष कर महिला माने बड़ अशांति रहिबे, खाली छात्र छात्री मानकर टिके मंगल हो। धन सबु प्रकार लोक पाखु आसीबो जो माने वृष राशि लोक, किंतु सम्मान ऊपर आंच आसीबो। ग्रह मान स्थिति या कौन कौन स्थिति अच्छी ये समस्या आसवा को हेले आसीबो ना, आम दाबे करिबा। कपाल लिखितं भाग्यं निंदा निंद्यं शुभाशुभम साधितं विधिना सर्वं गल हस्तेन कर्मणा। जहाँ कपाल लेखा अच्छी ताहा तो विधि साधन करिवे, कार्यकारी करिवे, कारण सी कर्ता हर्ता कर्ता भाग्य विधाता से हेले से टिके कहउचंदी कि दुख जेहेतु अधिक आसुची, माने आपणकर पेंट रे 4टा पैकेट, सार्ट रे गोटे 2टा पैकेट, एवं 6टा पैकेट आपणकर अच्छी, 6 पैकेट रे 6 पैकेट धन अच्छी। जदि आपण देह मन ठीक नहीं हो कौन टाल मो पेट पेटल एम जो छटपट होथिबा से पैसा खर्च करिबा सिना ए दुख रक्षा देवे किए ना, संकट मोचन हनुमान। बंधु आमे चेष्टा करिबा 24 घंटा
ଓଂ ହଂ ହନୁମତେ ନମଃ ଆକୁ ଜପିବା ପାଇଁ, ନହେଲେ ସଙ୍କଟ ମୋଚନ ହନୁମାନ ଅଷ୍ଟକ ତାକୁ ପଢ଼ିବା ପାଇଁ, ନହେଲେ ସ୍ଥିର ଚିତ୍ତରେ ହନୁମାନଙ୍କ ପାଇଁ ରାମ ନାମ ଶୁଣେଇ ହନୁମାନ ଚାଲିସା ଯା ମହାଜ୍ଞାନୀ ତୁଳସୀଦାସ ଲେଖିଛନ୍ତି। ହଉ ଦେଖିବା କ'ଣ ଅଛି। ବୃଷ ରାଶି ପାଇଁ ଘାତ ନକ୍ଷତ୍ର ହସ୍ତା, ତା ଅକ୍ଟୋବର 30ରେ ଆସିବ। ଘାତ ବାର ସୋମବାର ଅକ୍ଟୋବର 21, 28, ନଭେମ୍ବର 4, 11ରେ ଆସିବ। ଘାତ ତିଥି ଅଷ୍ଟମୀ, ତାହା ନଭେମ୍ବର 9, ଅକ୍ଟୋବର 24ରେ ଆସିବ। ଘାତ ଚନ୍ଦ୍ର କନ୍ୟା, ତା ଅକ୍ଟୋବର 29, 30, 31ରେ ଆସିବ। ନିତିଦିନିଆ କଥା। ଶୁଭବାର ବୁଧବାର ଓ ଶୁକ୍ରବାର, ରଙ୍ଗ ନୀଳ ଓ ଧଳା, ସଂଖ୍ୟା 5, 6, 7। ହେଲେ କୋଉଠି କିଏ ଅଛନ୍ତି ଦେଖିବା। ବୃହସ୍ପତି ବୃଷରେ, ମାନେ ବୃଷ ପାଇଁ ଲଗ୍ନରେ, ମଙ୍ଗଳ ମିଥୁନରେ, ମାନେ ବୃଷ ପାଇଁ ଦ୍ୱିତୀୟରେ ଧନସ୍ଥାନରେ, କେତୁ ପଞ୍ଚମରେ, ମାନେ କନ୍ୟାରେ, ବୁଧ ଆଉ ରବି ଷଷ୍ଠରେ, ମାନେ ତୁଳାରେ, ଶୁକ୍ର ସପ୍ତମରେ, ମାନେ ବିଛାରେ, ଶନି ଦଶମରେ ଅର୍ଥାତ୍ କୁମ୍ଭରେ, ରାହୁ ଏକାଦଶରେ, ମାନେ ମୀନରେ ଅଛନ୍ତି। ଏମାନେ ବୃଷ ରାଶି କ'ଣ ଫଳ ଦେବେ? ବୃଷ ରାଶିର ବନ୍ଧୁମାନଙ୍କ ମାସିକ ରାଶି ଫଳର ସମୀକ୍ଷା କରାଯାଉଛି। ଅକ୍ଟୋବର 16ରୁ ନଭେମ୍ବର 16 ଯାଏ କିପରି କଟିବ, ଏହି ବୃଷ ରାଶିର ବ୍ୟକ୍ତିମାନଙ୍କର ସମୟ ଆସନ୍ତୁ ଆଲୋଚନା କରିବା। ଲଗ୍ନାଧିପ ଶୁକ୍ର ଏବେ ବିଛାରେ ସପ୍ତମ ସ୍ଥାନରେ, ଏଣୁ ଶାରୀରିକ ପୀଡ଼ା ହେବ। ଶୁକ୍ରଙ୍କ ପାଇଁ ଶାରୀରିକ ପୀଡ଼ା ହେବ। 6, 11ରେ ସେ ଧନୁକୁ ଯିବେ, ଅଷ୍ଟମ ହେବେ। ଅଷ୍ଟମସ୍ଥ ଶୁକ୍ର ବି ପ୍ରବଳ ପୀଡ଼ା ଦେଇଥାନ୍ତି। ରାଶ୍ୟାଧିପ ଶୁକ୍ର ମାସ ସାରା ଶାରୀରିକ ଯନ୍ତ୍ରଣା ଦେବେ। ବୃଷ ରାଶିର ଅଧିପତି ହେଲେ ଶୁକ୍ର, ରାଶିର ମାଲିକ ହେଲେ ଶୁକ୍ର, ଘର ମୁରବୀ ହେଲେ ଶୁକ୍ର। ସେ ଯଦି ଚାହିଁବେ ତାହେଲେ ତ ଦୁଃଖ ହବ ନା। ତେଣୁ ମାସ ସାରା ରାଶ୍ୟାଧିପ ଶୁକ୍ର ଶାରୀରିକ ପୀଡ଼ା ଦେବେ। ଦ୍ୱିତୀୟାଧିପ ବୁଧ ଷଷ୍ଠରେ, ଷଷ୍ଠସ୍ଥ ବୁଧ ଅଧିକରୁ ଅଧିକ ଲାଭ ଦେଇଥାନ୍ତି। ଧନ ଦେବେ ବୁଧ। ସେ 28-10ରେ ବିଛାକୁ ଯିବେ, ସପ୍ତମ ହେବେ। ସପ୍ତମସ୍ଥ ବୁଧ ମାନସିକ ଅଶାନ୍ତି ଆଣିଥାନ୍ତି ଓ ଶାରୀରିକ ଯନ୍ତ୍ରଣା ଦେଇଥାନ୍ତି। ରବି ମାସାଧିପତି, ସେ ଏବେ ତୁଳାରେ। ସେ କୃତ୍ତିକା, ରୋହିଣୀ, ମୃଗଶିରା, ମାନେ ଏହି 3 ନକ୍ଷତ୍ରଙ୍କୁ ଉଚ୍ଚ କୋଟିର ସମ୍ମାନ ଦେବେ। ବୁଧ ଧନ ଦେଲେ, ରବି ସମ୍ମାନ ଦେଲେ। ଯଦି ବୃଷ ରାଶିର ଲୋକେ ନଇଁ ଯାଆନ୍ତି, ମାନେ ବିନୀତ ଓ ଭଦ୍ର ହୁଅନ୍ତି, ରବି କଲ୍ୟାଣ ଅବଶ୍ୟ ପାଇବେ। ବୃଷ ରାଶିର ସମସ୍ତ ବ୍ୟକ୍ତିଙ୍କୁ ମୁଁ ମୋ ତରଫରୁ ବିନୀତ ଭାବରେ ଜଣାଉଅଛି କି ଯୋଉ ଗଛ ନଇଁ ପଡ଼େ, ବାତ୍ୟା ତାର ପତ୍ରଟିଏ ବି ଛିଣ୍ଡାଏ ନାହିଁ। ଯୋଉ ଗଛ ଠିଆ ହୋଇ ଫୁଟାଣି ଦେଖେଇ ପବନ ସହିତ ସଂଗ୍ରାମ କରେ, ତାକୁ ସେ ମୋଡ଼ି ଦିଏ। ଏକଥା ରବି କହୁଛନ୍ତି, ହେ ମୋର ଆଶ୍ରିତ ସମସ୍ତ ଜନତା ବୃଷ ରାଶିର, ମୁଁ ଅବଶ୍ୟ ସମ୍ମାନ ଯୋଗାଇ ଦେବି ଯେହେତୁ ମୁଁ ମାସାଧିପତି। କିନ୍ତୁ ଏଥିପାଇଁ ତୁମକୁ ବିନୀତ, ଭଦ୍ର, ନମ୍ର, ଉଦାର, ଶାନ୍ତ, କାନ୍ତ ହେବାକୁ ପଡ଼ିବ। ରବି ଏ ମାସରେ ସମସ୍ତ ଇଚ୍ଛା ପୂରଣ କରିଦେବେ ଯଦି ବିନୀତ ହେବେ। ମଙ୍ଗଳ ଏବେ ଦ୍ୱିତୀୟରେ, ମିଥୁନରେ। ଦ୍ୱିତୀୟସ୍ଥ ମଙ୍ଗଳ ସବୁ ଦିଗରୁ ହାନି କରିଥାନ୍ତି। ମାନହାନି, ସମ୍ମାନ ହାନି, ସ୍ୱାସ୍ଥ୍ୟ ହାନି, ଅର୍ଥ ହାନି, ବନ୍ଧୁ ହାନି ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଯଥା ଧନହାନି, ମାନହାନି, ସ୍ୱାସ୍ଥ୍ୟ ହାନି, ବନ୍ଧୁ ହାନି ଇତ୍ୟାଦି। ମଙ୍ଗଳ 20-10ରେ କର୍କଟକୁ ଯିବେ।
ତୃତୀୟ ମଙ୍ଗଳ ହେବେ, ଏଣୁ ଦୁଃଖ ଦୂର ହେବ। ମଙ୍ଗଳ ଦୟା କରିବେ। ତୃତୀୟ ହେଲେ ଓ ଲକ୍ଷ୍ମୀ ଲାଭ ହେବ, ପାଖକୁ ପଇସା ଆସିବ, ପ୍ୟାକେଟ ଭରପୁର ହେଇଯିବ। ମଙ୍ଗଳ ନା ସେ ମଙ୍ଗଳ କରିବେ ପରା, ଅର୍ଥ ଦେବେ, ଏତେ ଅର୍ଥ ଦେବେ ଯେ ଆପଣ କଳ୍ପନା କରିପାରିବେନି। ଫଟାଫଟ ମାଇଣ୍ଡିକି ଆସିଯିବ। କୋଉଠି ଜାଗା ଖଣ୍ଡେ ଦେଖିଲେ ହୁଅନ୍ତା। ଆମେ ମଣିଷ ପରା ଆଶାବାଦୀ। କେତୁ ଏବେ କନ୍ୟାରେ ପଞ୍ଚମ କେତୁ, ସେ ଏ 3 ନକ୍ଷତ୍ରକୁ ବିବିଧ ସୁଖ ଦେବେ। କେତୁ ମଧ୍ୟ ସୁଖ ଦେବେ। ସମସ୍ତେ ଯେତେ ସାଇ ପଡ଼ିଶା ବନ୍ଧୁ ବାନ୍ଧବ ସାଙ୍ଗ ସଙ୍ଗାତ ସମସ୍ତେ ବୃଷ ରାଶିଆଙ୍କ ପଛରେ ପ୍ରଶଂସା କରିବେ। କେହି ମୁଖ ପ୍ରଶଂସା କରିବେନି। ମାତ୍ର ପଞ୍ଚମ କେତୁ ଶୋକ ସମ୍ବାଦ ଆଣି ଦେଇଥାନ୍ତି। ଧନ ଦେବେ ସିନା, ଶୋକ ସମ୍ବାଦ ଦୁଃଖ ସମ୍ବାଦ କାନରେ ବାଜିବ କେତୁଙ୍କ ପାଇଁ। ଶନି ଦଶମରେ, ଭାଗ୍ୟାଧିପ ଦଶମରେ, ଏଣୁ ପରିବାରରେ କିଛି ଶୁଭ କାର୍ଯ୍ୟ ହୋଇପାରେ ଶନିଙ୍କ ପାଇଁ। ଶନି କୁମ୍ଭରେ ଅଛନ୍ତି, ଉଚ୍ଚରେ ଅଛନ୍ତି, ମୂଳ ତ୍ରିକୋଣରେ ଅଛନ୍ତି, କର୍ମକ୍ଷେତ୍ରରେ ଅଛନ୍ତି। ସେ ଭାଗ୍ୟାଧିପ ମକରାଧିପ କୁମ୍ଭରେ ଅଛନ୍ତି। ତେଣୁ ତାଙ୍କ ପାଇଁ ପରିବାରରେ କିଛି ଶୁଭ କାର୍ଯ୍ୟ ହୋଇପାରେ। ଭାଗ୍ୟର ବିଶେଷ ଉନ୍ନତି ହେବ। ଶନି ଏ ମାସ ସାରା 3 ନକ୍ଷତ୍ରକୁ ବିଭିନ୍ନ ଆଡ଼େ ବୁଲାଇବେ। ଭଲରେ ବୁଲେ, ଖରାପ ନୁହଁ। କାରଣ ସେ କୁମ୍ଭରେ ଅଛନ୍ତି, କର୍ମକ୍ଷେତ୍ରରେ ଅଛନ୍ତି। ଏକାଦଶରେ ରାହୁ, ଲାଭ ସ୍ଥାନରେ ରାହୁ। ସେ ଏକାଦଶରେ ରାହୁ, ଲାଭ ସ୍ଥାନରେ, ତେଣୁ 3 ନକ୍ଷତ୍ରକୁ ପ୍ରବଳ ଧନ ଓ ଲାଭ ଦେବେ। ରାହୁ ଲାଭ ଦେବେ ଆଉ ଧନ ଦେବେ। ଧନ ଆସୁଛି କି ନାହିଁ ବିଭିନ୍ନ ଆଡୁ, ସବୁ ଗ୍ରହ ପ୍ରାୟ ଦେବେ। ପ୍ରାୟ ବୃହସ୍ପତି ଜନ୍ମ, ସେ ଗଣ୍ଡଗୋଳ କରିବା କଥା, କିନ୍ତୁ ସିଏ ବି ଧନ ଦେବେ। ଗୁରୁ ଜନ୍ମ ଗୁରୁ ଦୁଃଖ ଦେଇଥାନ୍ତି। ମାତ୍ର ବୃଷ ରାଶିର ସମସ୍ତ ନକ୍ଷତ୍ର ଯଦି ବିନୀତ ହେବେ, ରବି ଯେମିତି ଚାବି ମୋଡ଼ିଲେ, ବୃହସ୍ପତି ସେମିତି ଚାବି ମୋଡ଼ିଲେ, କହିଲେ ଏ ମୋର ଆଶ୍ରିତ ସମସ୍ତ ଜନତା, ଯଦି ବୃଷ ରାଶି ତାହେଲେ ନଇଁ ପଡ଼। ବୃଷ ଅର୍ଥ ଷଣ୍ଢ, ଷଣ୍ଢ କେବେ ନଇଁ ପଡ଼ନ୍ତିନି। କିନ୍ତୁ ଆମେ ମଣିଷ ପରା, ଆମେ ଟିକେ ନମ୍ର ହବା। ତେବେ ଯଦି ନଇଁ ପଡ଼ିବେ ତାହେଲେ ରାଜ ସମ୍ମାନ ମୁଁ ଦେବି। ରାଜ ସମ୍ମାନ, ଉଚ୍ଚକୋଟୀର ସମ୍ମାନ ଦେବି। ଯାହାର ସମ୍ମାନ ନାହିଁ, ତାର କିଛି ନାହିଁ। ତେଣୁ ଆଗ ସମ୍ମାନ ଖୋଜ। ଉପରୋକ୍ତ ଆଲୋଚନାରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଷଷ୍ଠ ଶନି ଲାଭ ଦେବେ, ତୃତୀୟ ମଙ୍ଗଳ ଲକ୍ଷ୍ମୀ ଲାଭ କରାଇବେ, ଦଶମ ଶନି ସୌଭାଗ୍ୟ ବୃଦ୍ଧି କରିବେ, ଏକାଦଶ ରାହୁ ଲାଭ ଓ ଧନ ଦେବେ, ଜନ୍ମ ବୃହସ୍ପତି ବି ରାଜ ସମ୍ମାନ ଦେବେ। ଅନ୍ୟ ପକ୍ଷରେ ଶୁକ୍ର ସପ୍ତମ ବୁଧ, ଦ୍ୱିତୀୟ ମଙ୍ଗଳ ଶାରୀରିକ ଦୁଃଖ ଦେବେ। ଲଗ୍ନାଧିପ ଶୁକ୍ର ଅଶୁଭ ହେତୁ ଶାରୀରିକ ତଥା ମାନସିକ ସମସ୍ୟା ବଢ଼ିଯିବ। ତେଣୁ ଶାରୀରିକ ସମସ୍ୟା ବଢ଼ିଗଲେ ଭାରି କଷ୍ଟ ହେବ। 28/10ରେ ବୁଧଙ୍କ ପାଇଁ ପାରିବାରିକ ଅଶାନ୍ତି ବଳବତ୍ତର ହେବ। 28/10ରୁ ପରିବାରରେ ଝଗଡ଼ା ହେବ। ଭାଇ ଭାଇ, ସ୍ୱାମୀ ସ୍ତ୍ରୀ, ଭାଇ ଭଉଣୀ, ବାପ ପୁଅ। ଏଇ ବୃଷ ରାଶି ମାନଙ୍କ ପାଇଁ ସମସ୍ୟା ହେବ 28/10ରୁ। କର୍ମାଧିପ ଶନି କର୍ମରେ, ଏଣୁ କାର୍ଯ୍ୟ କ୍ଷେତ୍ରରେ କୁଶଳତା ପ୍ରଦର୍ଶନ କରି ଖୁସି ହେବେ। କର୍ମ କ୍ଷେତ୍ରରେ ଆପଣଙ୍କର କର୍ମକୁ ସମସ୍ତେ ପ୍ରଶଂସା କରିବେ। ଆପଣ ଉଚ୍ଚକୋଟୀର କର୍ମ କରିବେ। ଏହାକୁ ଦେଖି କିଛି ହିତଶତ୍ରୁ, କିଛି ପରଶ୍ରୀ କାତର ଲୋକ, କର୍ମଚାରୀ ସହକର୍ମୀ ଈର୍ଷାରେ ଜଳିଯିବେ। କାନ କୁହା ଏମାନେ ଅଫିସରଙ୍କ କାନରେ ଫୋଡ଼ିବେ। ତେଣୁ ପରିବେଶକୁ ସେ ଅଶାନ୍ତ କରିଦେବେ। ଏଇଥିରେ ଆପଣ ଉତ୍ତ୍ୟକ୍ତ ହେବେନି। ଯଦି ସହିଯିବେ, ଶୁଣିବେନି କାହା କଥା, ତାହେଲେ ତ ଭଲ, ନହେଲେ
ସମ୍ମାନ ହାନି ହେବ। ଶେଷରେ ଏଇ କାନକୁ ଆମେ ଧରା ପଡ଼ିଯିବେ, ପଦାରେ ପଡ଼ିଯିବେ, କିନ୍ତୁ ପ୍ରଥମେ ତ କଷ୍ଟ ହବ ନା। ସେମାନେ ଅପମାନିତ ହେବେ। ଚତୁର୍ଥାଧିପ ରବି ଷଷ୍ଠରେ, ଏଣୁ ବନ୍ଧୁ ସହଯୋଗ ମିଳିବ। ଦ୍ୱାଦଶାଧିପ ମଙ୍ଗଳ ଦ୍ୱିତୀୟରେ, ଶତ୍ରୁ ବୁଦ୍ଧ ଘର, ଅଷ୍ଟମାଧିପ ବୃହସ୍ପତି ଲଗ୍ନରେ। ଏଣୁ ଆପଣ ହାତେ ମାପି ଚାଖଣ୍ଡେ ଚାଲିଲେ ତ ଭଲ, ନହେଲେ ପ୍ରତି ପଦକ୍ଷେପରେ ଝୁଣ୍ଟିବେ। ବୁଝିପାରିଲେନି? ଦ୍ୱାଦଶାଧିପ ମଙ୍ଗଳ ଦ୍ୱିତୀୟରେ ଆଉ ଶତ୍ରୁ ଘରେ, ବୁଦ୍ଧ ଘରେ। ଦ୍ୱାଦଶାଧିପ ମଙ୍ଗଳ ଦ୍ୱିତୀୟରେ, ଶତ୍ରୁ ଘରେ ମାନେ ବୁଦ୍ଧ ଘରେ, ପୁଣି ଅଷ୍ଟମାଧିପ ବୃହସ୍ପତି ଲଗ୍ନରେ। ଏଣୁ ଏ ଦି କାରଣ ପାଇଁ, ବୁଦ୍ଧ ଆଉ ଗୁରୁଙ୍କ ପାଇଁ ଆପଣ ହାତେ ମାପି ଚାଖଣ୍ଡେ ଚାଲନ୍ତୁ, ନହେଲେ ପ୍ରତି ପଦକ୍ଷେପରେ ଝୁଣ୍ଟିବେ। ସପ୍ତମକୁ ବୃହସ୍ପତିଙ୍କ ଦୃଷ୍ଟି ଅଛି। ଏଣୁ ମହିଳାମାନେ ଚିନ୍ତିତ ହେବେ। ପରିବାରରେ କଳହ ହେବ, ଝଗଡ଼ା ହେବ, ଅସୁସ୍ଥ ହେବେ। ତାଙ୍କର ବି ଦେହ ମୁଣ୍ଡ ଖରାପ ହେଇପାରେ, ତାଙ୍କର ବି ସମ୍ମାନ ହାନି ହେଇଯାଇପାରେ। ଏଥିପାଇଁ ସେ ଚିନ୍ତିତ ହେବେ। କିନ୍ତୁ ସିଏ ଅଷ୍ଟମାଧିପତି ହେଇଥିବାରୁ ଏଇ ଦୃଷ୍ଟି ମହିଳାଙ୍କୁ ସୁରକ୍ଷା ଦେଇପାରିବ ନାହିଁ। ମାତ୍ର ବୃହସ୍ପତି ଜ୍ଞାନ ଗୁରୁ, ସେ ସମସ୍ତ ଛାତ୍ରଛାତ୍ରୀ, ସନ୍ତାନ ସନ୍ତତିଙ୍କୁ ତାଙ୍କ ଆଶ୍ରିତ ଛତା ତଳେ ସୁରକ୍ଷା ଦେବେ। ବନ୍ଧୁ ନମସ୍କାର।